ସୁଖ ସମୟରେ ସମସ୍ତେ ଆଗରେ ରୁହନ୍ତି କିନ୍ତୁ ଦୁଃଖ ବେଳେ ପଛରେ ଥାନ୍ତି। ସେଥିପାଇଁ ତ ବରଯାତ୍ରୀ ଗଲା ବେଳେ ସମସ୍ତେ ଆଗରେ ଚାଲନ୍ତି କିନ୍ତୁ ମଶାଣି ଗଲା ବେଳେ ସମସ୍ତେ ପଛରେ ଚାଲନ୍ତି। ନମସ୍କାର, ଜୟ ଜଗନ୍ନାଥ। ସାନଭି ମୋଟର୍ସର ଆଉ ଏକ ଭିଡିଓକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଆମ ପାଖକୁ ଗୋଟେ ଭେନ୍ୟୁ ଆସିକି ପହଞ୍ଚି ଯାହା ଦେହରେ କି ଡୋରଟି ଆକ୍ସିଡେଣ୍ଟାଲ ଥିଲା ଆଉ ବମ୍ପରରେ ନର୍ମାଲ ସ୍କ୍ରାଚେସ୍ ଥିଲା, ଯୋଉଟା କି ସାର୍ ଦେଇଥିଲେ ରିପେୟାରିଂ କରିବା ପାଇଁ। ଆମେ ଗାଡିଟିକି ରିସିଭ୍ କରିଥିଲୁ। ଡୋରଟି ତାଙ୍କର ଭାଗ୍ୟ ବେଳା ବୋଧେ ଖରାପ ଥିଲା, ଗାଡି ଷ୍ଟାଣ୍ଡିଂ ରେ ଥିଲା, ଗୋଟେ ବାଇକ ବାଲା ଆସିକି ପିଟି ଦେଇଥିଲେ। ତ ଦେଖନ୍ତୁ ଡୋରଟି ବହୁତ ମେଜର ଡେଣ୍ଟ ଥିଲା, ତ ସେଥିପାଇଁ ଆମେ ତାକୁ ଆଗ ଡେଣ୍ଟିଂ କରିଦେଇଥିଲୁ। ଆଉ ଆମେ ସବୁବେଳେ ଡେଣ୍ଟିଂ କୁ ଡେଣ୍ଟ କୁଲର ମାଧ୍ୟମରେ କରିଥାଉ, କାହିଁକି ନା ଆପଣଙ୍କର କିଛି କଟିଂ ଆଉ ୱେଲ୍ଡିଂ କରିବାକୁ ପଡେ ନାହିଁ। ଆଉ ଡେଣ୍ଟ କୁଲରରେ କରିଲେ ଆପଣ ଡେଣ୍ଟିଂ ଟି ସଠିକ ମାତ୍ରାରେ ଆସେ। ଆଉ ଆମେ ପ୍ରଫେସନାଲ ଡେଣ୍ଟର ମାନଙ୍କୁ ଦେଇକି ଆମେ କାମ କରିଥାଉ, ଯେଉଁଠି କି ପୁରା ପରଫେକ୍ଟ ଲାଇନ ଲେବୁଲ ସେପରେ ପରଫେକ୍ଟ ସେପରେ ଡେଣ୍ଟିଂ ଆମେ କରିଥାଉ। ଆଉ ଗୋଟେ ହେଲା ନେକ୍ସଟ ଆମେ କଲର ମ୍ୟାଚିଂ ବି ଯେତେବେଳେ କରିଥାଉ, ଗାଡିକୁ ପ୍ରଥମେ ପଲିଶ କରିଥାଉ ଆଜ୍ଞା। କାହିଁକି ନା ପଲିଶ ନ କଲେ ଆମର କଲର ଉପରେ ଷ୍ଟେନ ମାର୍କ ଆଉ ଆମର ସ୍ୱେଲେନ ମାର୍କ ପାଇଁ ଗାଡିର କଲର ଟିକେ ଡିଫେକ୍ଟ ଦେଖାଯାଉଥାଏ। ଆଉ ପଲିଶ କରିକି ମ୍ୟାଚିଂ କଲେ କଲର 100% ମ୍ୟାଚିଂ ଆସିଥାଏ। କାହିଁକିନା ଆମର ମ୍ୟାଚିଂ ଉପରେ ଆମେ ୱାରେଣ୍ଟି ମଧ୍ୟ ଦଉଛୁ। ଆଉ କଲର ଯଦି ମ୍ୟାଚିଂ ମଧ୍ୟ ନ ହୁଏ ଆମର ମନି ବ୍ୟାକ୍ ଗ୍ୟାରେଣ୍ଟି ରହୁଛି। ଆଉ ଦେଖନ୍ତୁ କେତେ ସୁନ୍ଦରରେ କାମଟି ହେଇଥିଲା। ତ ଆପଣ ମାନଙ୍କୁ ଯଦି କାମ ଆମର ଭଲ ଲାଗୁଥିବ, ମିଠା ମିଠା କମେଣ୍ଟ କରିକି ଆପଣଙ୍କୁ ଜଣେଇ ପାରିବେ, କିମ୍ବା ଯୋଉଠି ବି ଆମର କିଛି ବି କାମରେ ବା ଆମ କଥାବାର୍ତ୍ତାରେ କୋଉଠି ବି ଯଦି ଭୁଲ ଥିବ ତାକୁ କ୍ଷମା କରିବେ। ଆଉ ଦୟା କରିକି ଆମ ଭୁଲକୁ ମଧ୍ୟ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। କାହିଁକି ନା ଆପଣ ମାନଙ୍କ ରିଭ୍ୟୁରେ ହିଁ ଆମେ ଆମ ଭୁଲକୁ ସଠିକ ମାତ୍ରାରେ କନଭର୍ଟ ତାକୁ କରିପାରିବୁ। ଆଉ ଆମେ ଆମ ଭୁଲକୁ ସୁଧାରିବା ପାଇଁ ଆମେ ଚେଷ୍ଟା କରିବୁ। ତ ପୁରା ୟାର କମ୍ପ୍ଲିଟ ଭିଡିଓ ବି ଆପଣ ପାର୍ଟ 2 ରେ ଦେଖିଦେବେ। ରହିଯାଉ।